ସୁନା ଚଢ଼େଇ ଓ ବିଲେଇ। ବହୁତ ବର୍ଷ ପୂର୍ବର କଥା। ଗୋଟିଏ ସୁନ୍ଦର ଘନ ଜଙ୍ଗଲ ମଝିରେ ଥିଲା ଗୋଟିଏ ସୁନ୍ଦର ଗାଁ। ସେହି ଗାଁର ନାମ ଥିଲା ସୋନାପୁର। ଗାଁ ଚାରିପାଖରେ ଥିଲା ଆମ୍ବ ଗଛ, କଦଳୀ, ଜାମୁ ଓ ବଟ ଗଛ। ସକାଳେ ସୂର୍ଯ୍ୟ ଉଦୟ ହେଲେ ପକ୍ଷୀମାନଙ୍କର କୁହୁ କୁହୁ ଶବ୍ଦରେ ସାରା ଗାଁ ମନୋହର ହୋଇଯାଉଥିଲା। ସେହି ଜଙ୍ଗଲର ମଝିରେ ଥିଲା ଗୋଟିଏ ବହୁତ ବଡ଼ ବଟ ଗଛ। ସେହି ବଟ ଗଛର ଉପରେ ରହୁଥିଲା ଗୋଟିଏ ଅତ୍ୟନ୍ତ ସୁନ୍ଦର ସୁନା ଚଢ଼େଇ। ତାର ପଙ୍ଖ ସୂର୍ଯ୍ୟ ଆଲୋକରେ ସୁନା ପରି ଚମକୁଥିଲା। ସେଥିପାଇଁ ସମସ୍ତେ ତାକୁ ସୁନା ଚଢ଼େଇ ବୋଲି ଡାକୁଥିଲେ। ସୁନା ଚଢ଼େଇ ଭାରି ଦୟାଳୁ ଓ ମିଠା ସ୍ୱଭାବର ଥିଲା। ସେ ବୋକା ପକ୍ଷୀମାନଙ୍କୁ ଦାନା ଦେଉଥିଲା, ଆହତ ପଶୁମାନଙ୍କୁ ସାହାଯ୍ୟ କରୁଥିଲା। ଜଙ୍ଗଲର ସମସ୍ତ ପକ୍ଷୀ ତାକୁ ବହୁତ ଭଲ ପାଉଥିଲେ। ସେହି ଜଙ୍ଗଲର ଧାରରେ ଥିଲା ଗୋଟିଏ ପୁରୁଣା ଭଙ୍ଗା ଘର। ସେଠାରେ ରହୁଥିଲା ଗୋଟିଏ ଦ୍ରୁତ ବିଲେଇ। ତାର ନାମ ଥିଲା କାଳିଆ। କାଳିଆ ବିଲେଇ ଭାରି ଚତୁର ଥିଲା। ସେ ଚୁପଚାପ ଘୁରି ଛୋଟ ପକ୍ଷୀ ଓ ମୂଷା ଧରି ଖାଉଥିଲା। କିନ୍ତୁ ସେ ବହୁଦିନ ଧରି ସୁନା ଚଢ଼େଇକୁ ଧରିବାକୁ ଚେଷ୍ଟା କରୁଥିଲା। କାରଣ ସେ ଭାବୁଥିଲା ଏତେ ସୁନ୍ଦର ଚଢ଼େଇକୁ ଧରିଲେ ସାରା ଜଙ୍ଗଲରେ ମୋର ନାମ ହେବ। ଦିନେ କାଳିଆ ବଟଗଛ ତଳେ ଲୁଚି ବସିଲା। ସୁନା ଚଢ଼େଇ ଉପରେ ବସି ଗୀତ ଗାଉଥିଲା। ସେତେବେଳେ କାଳିଆ ମିଠା ଶବ୍ଦରେ କହିଲା, ସୁନା ଭଉଣୀ, ତୁମର ଗୀତ ଶୁଣି ମୋର ମନ ଖୁସି ହୋଇଗଲା। ତୁମେ ଏତେ ଭଲ ଗାଉଛ, ମୁଁ ଆଜି ପର୍ଯ୍ୟନ୍ତ ଶୁଣି ନଥିଲି। ସୁନା ଚଢ଼େଇ ହସି କହିଲା, ଧନ୍ୟବାଦ କାଳିଆ ଭାଇ। କାଳିଆ ମନେ ମନେ ଭାବିଲା, ଆଜି ନୁହେଁ, କାଲି ନିଶ୍ଚୟ ଏହାକୁ ଧରିବି। ପରଦିନ ସେ ମାଛ ଆଣି ଗଛ ତଳେ ରଖିଲା। ପୁଣି ମିଠା କଥା କହିଲା, ସୁନା ଭଉଣୀ, ତୁମ ପାଇଁ ମୁଁ ଏହି ସ୍ୱାଦିଷ୍ଟ ମାଛ ଆଣିଛି। ତଳକୁ ଆସ, ଆମେ ଦୁଇଜଣ ମିଶି ଖାଇବା। କିନ୍ତୁ ସୁନା ଚଢ଼େଇ ବୁଦ୍ଧିମାନ ଥିଲା। ସେ ଦୂରରୁ କହିଲା, କାଳିଆ ଭାଇ, ମୁଁ ଗଛ ଉପରେ ଭଲ ଅଛି, ତୁମେ ଖାଅ। କାଳିଆର ଯୋଜନା ପୁଣି ଫେଲ୍ ହେଲା। ଏଭଳି କିଛି ଦିନ କଟିଗଲା। କାଳିଆ ବହୁତ ରାଗିଗଲା। ଦିନେ ସେ ଭାବିଲା, ମିଠା କଥାରେ କାମ ହେଉନାହିଁ, ଏବେ ଚାଲାକି କରିବାକୁ ପଡ଼ିବ। ସେ ନଦୀ ପାଖରେ ମାଟି ଲଗାଇ ନିଜକୁ ସାଧୁ ପରି ଦେଖେଇଲା। ଗଳାରେ ମାଳା ପିନ୍ଧି ବଟ ଗଛ ତଳେ ବସି ଆଖି ବନ୍ଦ କରି ରହିଲା। ସକାଳେ ସୁନା ଚଢ଼େଇ ଦେଖି ଆଶ୍ଚର୍ଯ୍ୟ ହେଲା। ଆହା, ଆଜି କାଳିଆ ଭାଇ ସାଧୁ ହୋଇଗଲେ କି? କାଳିଆ ଧୀରେ କହିଲା, ହଁ ସୁନା ଭଉଣୀ, ମୁଁ ଏବେ କାହାକୁ କଷ୍ଟ ଦେଉନି। ମୁଁ ଭଲ ହୋଇଗଲି। ତୁମେ ନିର୍ଭୟରେ ତଳକୁ ଆସ। ସୁନା ଚଢ଼େଇ ଟିକେ ସନ୍ଦେହ କଲା। ସେତେବେଳେ ପାଖରେ ଥିବା
ଜଣେ ବୁଢ଼ା କାଉ କହିଲା, ସୁନା ଭଉଣୀ, ବିଲେଇର କଥାରେ କେବେ ବିଶ୍ୱାସ କର ନାହିଁ। ଦ୍ରୁତ ଲୋକ ରୂପ ବଦଳାଇ ପାରେ, କିନ୍ତୁ ସ୍ୱଭାବ ବଦଳାଇବା କଷ୍ଟକର। ସୁନା ଚଢ଼େଇ ସତର୍କ ହେଲା। ସେ ତଳକୁ ଆସିଲା ନାହିଁ। କିନ୍ତୁ କାଳିଆ ହାର ମାନିଲା ନାହିଁ। ରାତିରେ ସମସ୍ତେ ଶୋଇଯାଇଥିବା ବେଳେ ସେ ଚୁପଚାପ ଗଛ ଉପରକୁ ଚଢ଼ିବାକୁ ଲାଗିଲା। ଚନ୍ଦ୍ର ଆଲୋକରେ ତାର ଆଖି ଚମକୁଥିଲା। ଧୀରେ ଧୀରେ ସେ ସୁନା ଚଢ଼େଇର ବସା ପାଖକୁ ପହଞ୍ଚିଗଲା। ସେତେବେଳେ ହଠାତ୍ ଗୋଟିଏ ଶୁଖିଲା ଡାଙ୍ଗ ଭାଙ୍ଗି ଚଟାକ୍ କରି ଶବ୍ଦ ହେଲା। ସୁନା ଚଢ଼େଇ ଜାଗି ଉଠିଲା। ସେ ଦେଖିଲା କାଳିଆ ତା ପାଖକୁ ଆସୁଛି। ସେ ଜୋରରେ ଚିତ୍କାର କଲା, ବଞ୍ଚାଅ, ବଞ୍ଚାଅ। ତାର ଚିତ୍କାର ଶୁଣି ସମସ୍ତ ପକ୍ଷୀ ଉଡ଼ି ଆସିଲେ। କାଉ, ଟିଆ, ମଇନା, ଚଢ଼େଇ ସମସ୍ତେ ମିଶି କାଳିଆ ଉପରେ ଆକ୍ରମଣ କଲେ। କେହି ତାର କାନ ଝିଙ୍କିଲା, କେହି ତାର ଲାଞ୍ଜ ଟାଣିଲା। କାଳିଆ ଭୟରେ ଗଛରୁ ଖସି ପଡ଼ିଲା ଏବଂ କାଦୁଅରେ ପଡ଼ିଗଲା। ସମସ୍ତ ପକ୍ଷୀ ହସିବାକୁ ଲାଗିଲେ। ଲଜ୍ଜାରେ କାଳିଆ କହିଲା, ମୁଁ ଭୁଲ କରିଛି। ଲୋଭରେ ମୁଁ ଖରାପ କାମ କରୁଥିଲି। ଆଜି ମୁଁ ଶିଖିଲି ଯେ ଚତୁରାଇ ଓ ଲୋଭର ଶେଷ ଭଲ ହୁଏ ନାହିଁ। ସୁନା ଚଢ଼େଇ ଦୟାଳୁ ଥିଲା। ସେ କହିଲା, ଭୁଲ କରିଲେ ସେଥିରୁ ଶିଖିବା ଦରକାର। ଯଦି ତୁମେ ସତରେ ଭଲ ହେବାକୁ ଚାହୁଁଛ, ଆମେ ସମସ୍ତେ ତୁମକୁ ମିତ୍ର ଭାବେ ଗ୍ରହଣ କରିବୁ। ସେହି ଦିନଠାରୁ କାଳିଆ ସତରେ ବଦଳିଗଲା। ସେ ଆଉ କାହାକୁ କଷ୍ଟ ଦେଉନଥିଲା। ସେ ପକ୍ଷୀମାନଙ୍କ ସହିତ ମିତ୍ରତା କରି ଖୁସିରେ ରହିଲା। ସୁନା ଚଢ଼େଇ ପୁଣି ପ୍ରତି ସକାଳେ ମିଠା ଗୀତ ଗାଇ ସାରା ଜଙ୍ଗଲକୁ ଖୁସିରେ ଭରି ଦେଉଥିଲା। ଧନ୍ୟବାଦ।